ବର୍ତ୍ତମାନ ସୁଦ୍ଧା ଆମେ ৭୪,84,495 ମେଟ୍ରିକ୍ ଟନ୍ ଧାନ ଖରିଦ କରିସାରିଲୁଣି ଏବଂ ସମୁଦାୟ 18,55,539 ଜଣ ଫାର୍ମାର୍ସ ତାଙ୍କର ଧାନ ବିକିଲେଣି ଏବଂ ତାଙ୍କ ଆକାଉଣ୍ଟକୁ ଚାଷୀମାନଙ୍କ ଆକାଉଣ୍ଟକୁ ସମୁଦାୟ 22,400 କୋଟି ଟଙ୍କା ଆମେ ଦେଇସାରିଲୁଣି। ଆମର ଲକ୍ଷ୍ୟ ଖରିଫରେ 80 ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣା ହେବ। ଆସନ୍ତାକାଲି ଲାଷ୍ଟ ଡେଟ୍ ଅଛି, ତ ଆମେ ଶୀଘ୍ର ସବୁ ସାରିବା ପାଇଁ ସବୁ ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛୁ। ଆବଶ୍ୟକ ପଡ଼ିଲେ ଆଉ ଦିନ ଅଧେ ଆମେ ବି ଦରକାର ପଡ଼ିଲେ ବଢ଼େଇ ପାରୁ ଏ ଟାର୍ଗେଟ୍ ଆଚିଭ୍ କରିବା ପାଇଁ। ଆମେ ଚାହୁଁଛୁ ଯେ ଜଣଙ୍କର ବି କାହାର ଟୋକନ୍ ଲାଭ ନ ହଉ। ଟୋକନ୍ ପାଇଛନ୍ତି ସମୁଦାୟ 19,68,000 ଚାଷୀ ରେଜିଷ୍ଟ୍ରେସନ୍ କରିଛନ୍ତି ସମୁଦାୟ ଏବଂ ବର୍ତ୍ତମାନ ସୁଦ୍ଧା ବିକିଛନ୍ତି 18,55,000 ଏବଂ ଆଜି ତ କିଣା ଚାଲିଛି, ଆସନ୍ତାକାଲି ବି କିଣାଯିବ। ଲଗଭଗ 19 ଲକ୍ଷ ଚାଷୀ ତାଙ୍କର ଧାନ ବିକି ଟୋକନ୍ ଯେଉଁମାନେ ପାଇଛନ୍ତି ତାଙ୍କର ଆମେ ଧାନ କିଣିବୁ ଏବଂ ତାର ଅବଧି ବି ଅଛି। ଆସନ୍ତାକାଲି ହେଉଛି ଲାଷ୍ଟ ଡେଟ୍, କିନ୍ତୁ ଆମେ ଯେହେତୁ 4-5ଟି ଜିଲ୍ଲାରେ ଯେମିତି ଜଗତସିଂହପୁର ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, ଯାଜପୁର କିଛି କମ୍ ଟାର୍ଗେଟ୍ ଆମେ ଆଚିଭ୍ କରିପାରିନାହୁଁ। 80%, 85% ହେଇଛି। ତାକୁ ଆଖି ଆଗରେ ରଖିକିରି ଆଜି ଆମେ ବସିଥିଲୁ, ନିର୍ଦ୍ଧାରଣ କରୁଛୁ ଆଉ ଆବଶ୍ୟକ ପଡ଼ିଲେ 2 ଦିନ ବଢ଼ାଯାଇପାରେ। ତା ଉପରେ ମୋ ପାଖକୁ ଆସିଛି, କମ୍ପ୍ଲେନ୍ ଆସିଛି, ତା ଉପରେ ମଧ୍ୟ ଛାପାବାନି ହେବ। କାହାକୁ ଛଡ଼ାଯିବନି, ଯିଏ ଅତ୍ୟଧିକ ଲାଭ ରଖିବାକୁ ଚେଷ୍ଟା କରିବ ତା ଉପରେ କାରବାଇ ହେବ।